ଦୀତିକୃଷ୍ଣ ସାର୍ଙ୍କ ଅଶ୍ରୁଳ ବିଦାୟ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ। ଗଣିଆ ପାଟନା ସାହିର ବରିଷ୍ଠ ଶିକ୍ଷାବିତ୍ ଦୀତିକୃଷ୍ଣ ସାର୍ଙ୍କୁ ଅଶ୍ରୁଳ ବିଦାୟ ଜ୍ଞାପନ କରିଛନ୍ତି ଅଞ୍ଚଳବାସୀ। ଖୋଳ କୀର୍ତ୍ତନ କରି ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରି ଜଗନ୍ନାଥ ମନ୍ଦିର ଉପରେ ମହାବୀର ମନ୍ଦିର ସମ୍ମୁଖକୁ ନିଆଯାଇଥିଲା। ସେଠାରେ ପ୍ରଭୁଙ୍କ ନାମାବଳୀ ଏବଂ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଗଣିଆ ବଜା ଦେଇ ଶୋଭାଯାତ୍ରା ଚୌବଙ୍ଗ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ଢୁ ଢୁ ବର୍ଷା ହେଉଥିଲେ ମଧ୍ୟ ସାର୍ଙ୍କ ଭଲ ପାଇବା ସମସ୍ତଙ୍କୁ ଟାଣି ଆଣିଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଜୀବନ ସାରା ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ସବୁଦିନ ପାଇଁ ଆଖି ବୁଜିଛନ୍ତି ଶିକ୍ଷାବିତ୍ ଦୀତିକୃଷ୍ଣ ସାର୍। ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗଣିଆ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଣିଆ ସବୁଦିନ ପାଇଁ ଜଣେ ମୁରବୀଙ୍କୁ ହରାଇଲା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଗଣିଆର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର।